କଳାହାଣ୍ଡି ଜିଲ୍ଲା ସୀମାନ୍ତ ମାଓ ପ୍ରବଣ ଅଞ୍ଚଳ ମୋହନଗିରି ଠାରେ ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ତେବେ ବିଶେଷ କରି ଏହି ମାଓ ପୋଷ୍ଟରରେ ଧାନ ମଣ୍ଡିରେ ଘୋଟାଲା ହେଉଥିବାକୁ ନେଇ ଉଲ୍ଲେଖ କରାଯାଇଛି। ଏପରିକି 4 ଜଣଙ୍କ ନାମ ସେହି ପୋଷ୍ଟରରେ ଲେଖାଯାଇଥିବା ବେଳେ ସେମାନେ ଧାନ ମଣ୍ଡିରେ ଘୋଟାଲା କରୁଛନ୍ତି ଓ ଅଞ୍ଚଳର ବିକାଶରେ ଖରାପ ପ୍ରକୃତି ରଖୁଛନ୍ତି ବୋଲି ପୋଷ୍ଟର ଗୁଡ଼ିକରେ ଲିଖିତ ରହିଛି। ତେବେ ସିପିଆଇ ମାଓବାଦୀର ଏହି ପୋଷ୍ଟର ବୋଲି ଉଲ୍ଲେଖ ରହିଥିବା ବେଳେ ମୋହନଗିରିର ବିଭିନ୍ନ ସ୍ଥାନ ଓ ଦୋକାନ ବଜାର ନିକଟରେ ଏହି ସବୁ ଲଗାଯାଇଥିବା ଦେଖିବାକୁ ମିଳିଛି। ତେଣୁ ଏହି ଅଞ୍ଚଳରେ ପ୍ରଥମ ପାଇଁ ଲାଗିଥିବା ମାଓ ପୋଷ୍ଟରକୁ ଦେଖି ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି। ସେପଟେ ଯେଉଁମାନଙ୍କ ନାମ ପୋଷ୍ଟରରେ ଲେଖାଯାଇଛି ସେମାନଙ୍କୁ ଆଗାମୀ 2025 ମସିହା ଜାନୁଆରୀ 15 ତାରିଖ ପର୍ଯ୍ୟନ୍ତ ଲକ୍ଷ୍ୟରେ ରହିଲେ ବୋଲି ଟାର୍ଗେଟ କରାଯାଇଛି। ତେଣୁ ମାଓବାଦୀଙ୍କ ପୋଷ୍ଟରରେ ନାମ ରହିଥିବା ଜଣେ ବ୍ୟକ୍ତିଙ୍କର ପ୍ରତିକ୍ରିୟା ନିଆଯିବାରୁ ସେ ଏହି ଘଟଣା ସମ୍ପର୍କରେ କିଛି ଜାଣି ନାହାନ୍ତି ବୋଲି କହିଛନ୍ତି। ସାର୍ ଆପଣଙ୍କୁ କୋଣାର୍କ ଲାଇଭ୍ର ସ୍ୱାଗତ। ଆପଣଙ୍କ ନାଁରେ ଯେଉଁ ବୃଥା ପ୍ରଚାର ହେଉଛି କି ସେ ମାଓବାଦୀ ପୋଷ୍ଟର ମାନେ ଲାଗିଛି ସେ ବିଷୟରେ ଆପଣ କାଣା କହିବେ? କ'ଣ ସେ ପୋଷ୍ଟର ବାବଦ ନେଇ ଜାଣ ଲୋକ ତ ଶୁଣୁଛେ ବୋଲୁନ ପ୍ରାୟ ଜାଗାରେ ଲାଗିଛି। ମଣ୍ଡିରେ ଯୋଉ ଧାନ ଅଛି ଧାନ ମଣ୍ଡି ବିଷୟରେ ବିଭିନ୍ନ ପ୍ରକାର ସମସ୍ୟାକୁ ନେଇକି ଲାଗିଛି। ସେ ପୋଷ୍ଟର ଉପରେ ଆପଣଙ୍କ ନାଁ ବି ଅଛି। ସିପିଆଇଏମ୍ ପାର୍ଟି ତରଫରୁ ପୋଷ୍ଟର ଉପରେ କାଣା କରୁ ଆଜ୍ଞା ଆମର ତ ଯେନ୍ ପ୍ରକାର ଗାଇଡଲାଇନ୍ ସେ ପ୍ରକାର ଧାନ ଘିନୁଛୁ ଆମେ। କାଣା ଅବ୍ୟବସ୍ଥା ରହୁଛି ମଣ୍ଡିରେ? ଅବ୍ୟବସ୍ଥା ତ କିଛି ନାଇଁ ରହିବାର ଆମର ଠିକ୍ ଚାଲିଛି। ଚାଷୀମାନଙ୍କୁ ଜୁଲମ କରୁଛନ୍ କି? କିଛି ନାହିଁ, ଚାଷୀ ଧାନ ଆଣିଛନ୍ତି ଯେମିତି ମଣ୍ଡି ଚାଲିବା କଥା ସେମିତି ଚାଲିଛି ଆଉ। ତାହେଲେ ଆପଣଙ୍କ ନାଁରେ କେମିତି ପୋଷ୍ଟର ଲାଗିଲା? ସାର୍ ଆମେ କେନ୍ତା ଜାଣିବୁ ଆଜ୍ଞା ପୋଷ୍ଟର କେନ୍ତା ଲାଗଲା ଆମର ନାଁ? ଆପଣଙ୍କ ଜାଣି ଶୁଣି ଭଳିଆ ଏଇଟା ପ୍ରଭାବ କରୁଛନ୍ କି? ସେଟା ମୁଇଁ ନାଇଁ କହିପାରେ ଆଜ୍ଞା, ବାକି ଯେନ୍ ଜିନିଷଟା ହେଇଛେ ସେଟା କାଣା ବୋଲି କହିବି। ଆଚ୍ଛା, ଏ ପୋଷ୍ଟର ଆପଣ ଦେଖିଲେ ନ? ପୋଷ୍ଟର ନାଇଁ ଦେଖବା ତମେ ଯାଇ ସୋସିଆଲ ମିଡ଼ିଆରେ ଦେଖୁଛେ ଆଉ। ଦେଖିକି କାଣା ଲାଗୁଛି ପୋଷ୍ଟର? ଅରିଜିନାଲ ପୋଷ୍ଟର ଲାଗିଛି ନା ସେଟା କେନ୍ତା କହିପାରୁ ଆଜ୍ଞା, ଅରିଜିନାଲ ଡୁପ୍ଲିକେଟ୍ କଥା କହି ହେବା। କଳାହାଣ୍ଡି ଜିଲ୍ଲା ମୋହନଗିରି ଏମରାମପୁରରୁ ପ୍ରସନ୍ନ ନାଗଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।